ଏଇଟା ହଉଛି ଗଣତନ୍ତ୍ର, ବିଜେପିର ଗଣତନ୍ତ୍ର, ଓଡିଆ ଅସ୍ମିତା। ଇଏ ହଉଛି ବିଜେପିର ଗଣତନ୍ତ୍ର, ଓଡିଆ ଅସ୍ମିତା ଏବଂ ସ୍ପିକରଙ୍କର ଇଏ ହଉଛି ମାନବିକତା। ଆମର ବିଧାୟକ ମାନେ କିଏ ଯିବାର ନାହିଁ। ଆମେ ଗାନ୍ଧୀ ମୂର୍ତ୍ତିକୁ ବିଶ୍ୱାସ କରୁଛୁ, ଗାନ୍ଧୀ ମୂର୍ତ୍ତିରେ ରହିବୁ। ଆରେ ବାବା, ମୁଁ ଯେତେବେଳେ ଭାଷଣ ଦିଏ, ଡିବେଟ ବସେ ଯାଏ, ଯୋଉ ବାଣ ତାଙ୍କୁ ବାଜେ, ବିନ୍ଧେ ବିନ୍ଧେ ବିନ୍ଧି ବିନ୍ଧି ଥିଲା। ହଠାତ୍ ତାଙ୍କର ମିନିଷ୍ଟରଙ୍କର ଡାକରାରେ ସମସ୍ତେ ଆସିଲେ ମତେ ଜୀବନରେ ମାରିଦେବା ପାଇଁ। ଆସିଥିଲେ ମତେ ଜୀବନରେ ମାରିଦେବା ପାଇଁ। ଦେଖନ୍ତୁ, ଯିଏ ମାନ୍ୟବର ମନ୍ତ୍ରୀ, ପାର୍ଲାମେଣ୍ଟ ଆଫେୟାର୍ସ ମିନିଷ୍ଟର, ସିଏ ଯୋଉ ଭାଷାରେ ଗାଳି କରୁଛନ୍ତି, ମା ମାଉସୀ ଯୋଉ ଗାଳି କରୁଛନ୍ତି, ମାର ବୋଲି କହୁଛନ୍ତି, ଇଏ ତ ଗଣତନ୍ତ୍ର ବିଜେପିର, ଇଏ ତ ଓଡିଆ ଅସ୍ମିତା। ଆମେ ମହିଳା ମାନଙ୍କ ପାଇଁ ଲଢୁଛୁ। ମହିଳା ମାନଙ୍କ ପାଇଁ ଲଢିଲେ ତାଙ୍କୁ କାହିଁକି ଆସୁଛି, ବାଧୁଛି? ସେ ପୁରୁଣା ଲୋକ, ବହୁତ ଥର ଜିତିଛନ୍ତି। ସିଏ କେବଳ ଜଣେ ଯିଏକି ପାଣ୍ଡିଆନ ବିରୁଦ୍ଧରେ ଯେ ପ୍ରଥମ ବିଧାନସଭା ଆରମ୍ଭ କରିଥିଲେ, ତାଙ୍କ ପାଇଁ ସରକାର ଆସିଛି ବୋଲି କିଛି ଭାବୁଛନ୍ତି। ବିଭିନ୍ନ କଥା ରହିଛି, ତାଙ୍କ ଦଳ କଥା ମୁଁ କାହିଁ କହିବାକୁ ଯିବି। ଦେଖନ୍ତୁ, ପଶ୍ଚିମ ଓଡିଶା କଥା ତ ଉଠେଇଥିଲି, ଏଇଟା ପଶ୍ଚିମ ଓଡିଶା ସେଣ୍ଟିମେଣ୍ଟ କଥା, ସେଇଥିପାଇଁ ତାଙ୍କ ବିରୁଦ୍ଧରେ କିଛି ନେଉନାହାନ୍ତି।